ପରେ ମାଙ୍କଡ଼ଟେ ସୁସ୍ଥ ହୋଇ ଉଠିଲା ଓ ହସିଲା। ପାଣୁ ଏକାକାରେ ଚିତ୍କାର କଲେ, ଆରେ ଏହା ହସୁଛି, ଏକ ମାଙ୍କଡ଼ କିପରି ଏମିତି ହସିପାରେ? ମାଙ୍କଡ଼ କହିଲା, ତୁମେ ମୋ ଜୀବନ ବଞ୍ଚାଇଛ। ମୁଁ ମଣିଷ ଭଳି କଥା କହିପାରେ। ମୁଁ ତୁମ ଦୁଃଖ ଦୂର କରିବି ଆଉ ମୁଁ ତୁମ ସାଥୀ ହେବି। ପାଣୁ ଓ ଲକ୍ଷ୍ମୀ ଅଚମ୍ବିତ ହେଲେ, କିନ୍ତୁ ମାଙ୍କଡ଼ର ଦୃଢ଼ ଭାବ ଦେଖି ସେମାନେ ତାକୁ ବିଶ୍ୱାସ କଲେ। ମାଙ୍କଡ଼ ସେମାନଙ୍କୁ ନେଇଗଲା ଏକ ଯାଦୁଇ ଜାଗା। ଯେଉଁଠାରେ ସେ ତାର ଶକ୍ତି ବ୍ୟବହାର କରି ଏକ ଅତ୍ୟାଧୁନିକ ଘର ବାନ୍ଧିଦେଲା। ସେ ଧନ, ଅର୍ଣ୍ଣ ଓ ପୋଷାକ ଦେଲା। ପାଣୁ ଓ ଲକ୍ଷ୍ମୀ ମନେ ମନେ ଭାବିଲେ, ଏତେ ଦୁଃଖ ପରେ ଆଜି ଏତେ ଆନନ୍ଦ। ଏହି ମାଙ୍କଡ଼ ଆମ ଦୂତ ଅତୁଟ ଭଳି। ଗାଁ ମଧ୍ୟରେ ଖବର ଚାଲିଗଲା ଯେ ଗରିବ ପାଣୁ ଏବେ ବହୁତ ଧନୀ ହୋଇଯାଇଛି। ପାଣୁ, ଲକ୍ଷ୍ମୀ ଓ ମାଙ୍କଡ଼ ସେଇ ଘରରେ ଶାନ୍ତିପୂର୍ଣ୍ଣ ଜୀବନ ବ୍ୟତୀତ କଲେ। ସେମାନଙ୍କ ଦୟା, ଶ୍ରଦ୍ଧା ଓ ବିଶ୍ୱାସ ତାକୁ ସଫଳତା ଦେଲା। ଗାଁରେ ଏବେ ସେମାନଙ୍କୁ ଆଦର କରାଯାଉଥିଲା। ଏହିଥିରୁ ଆମେ ଶିକ୍ଷା ପାଇବାକୁ ପାଇଲେ ଯେ ଦୟା କେବେ ବିଫଳ ହୁଏ ନାହିଁ ଏବଂ ମନୁଷ୍ୟତା ସବୁଠୁ ବଡ଼ ଶକ୍ତି।